ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। କିସ୍ରେ କେମିତି ଏଡ଼ମିସନ୍ କରିପାରିବେ, କେମିତି ଅନଲାଇନ୍ରେ ଆବେଦନ କରିପାରିବେ ତାରି ବିଷୟରେ ଜାଣିବା। ଏଇଟା କେବଳ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଝିଅମାନଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଆଉ ବିଳମ୍ବ ନକରି ଶୀଘ୍ର ଆଡ଼ମିସନ୍ କରିବାରେ ଲାଗିଯାଆନ୍ତୁ। କଳାହାଣ୍ଡିର ଆଦିବାସୀ ଝିଅମାନଙ୍କର ଯେଉଁମାନେ ପ୍ରଥମ କ୍ଲାସ୍ରେ ପଢ଼ିବେ, ଦ୍ୱିତୀୟ କ୍ଲାସ୍ରେ ପଢ଼ିବେ କିମ୍ବା ତୃତୀୟ ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଛନ୍ତି, ସମସ୍ତଙ୍କ ପାଇଁ ବହୁତ ବଢ଼ିଆ ସୁଯୋଗ ଅଛି। ଆଡ଼ମିସନ୍ ଆରମ୍ଭ ହୋଇଗଲାଣି। ତ ଅନଲାଇନ୍ରେ ଆବେଦନ କେମିତି କରିବେ ଦେଖନ୍ତୁ। ମୁଁ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେଇଛି। ଲିଙ୍କ୍କୁ ଟଚ୍ କଲା ପରେ ଏହି ଇଣ୍ଟରଫେସ୍ ଆସିବ। ତାପରେ ଷ୍ଟାର୍ଟ ଆପ୍ଲିକେସନ୍ ବଟନ୍ରେ ପ୍ରେସ୍ କଲା ପରେ ଏହି ଇଣ୍ଟରଫେସ୍ଟି ଆପଣଙ୍କ ପାଖକୁ ଶୋ କରିବ। ପ୍ରଥମେ ରହିଛି ମୋବାଇଲ୍ ନମ୍ବର। ମୋବାଇଲ୍ ନମ୍ବର ଯେଉଁ ସ୍ପେସ୍ ଅଛି ସେଇଠି ମୋବାଇଲ୍ ନମ୍ବର ଦେବେ। ଯେଉଁ ମୋବାଇଲ୍ ନମ୍ବରଟା ସବୁବେଳେ ଚାଲୁଥିବ ବା ଆପଣ ୟୁଜ୍ କରୁଥିବେ ସେହି ନମ୍ବରଟି ଦେବେ, କାରଣ ଆଡ଼ମିସନ୍ ସମୟରେ ଆଡ଼ମିସନ୍ ପୂର୍ବରୁ ଆପଣଙ୍କୁ ଅଫିସ୍ ତରଫରୁ କଲ୍ ଆସିବ। ନମ୍ବର ଦେଇ ସାରିଲା ପରେ ଏଇଠି ଦେଖନ୍ତୁ ଆଧାର ନମ୍ବର ଲେଖା ହେଇଛି। ଏଇଠି ଝିଅର ଆଧାର ନମ୍ବର ଦେବେ, ଯେଉଁ ଝିଅ ପାଇଁ ଆବେଦନ କରୁଥିବେ ସେଇ ନମ୍ବର ଦେଲା ପରେ ଏଇଠି ଗୋଟେ କ୍ୟାପଚା କୋଡ଼୍ ଅଛି। କ୍ୟାପଚା କୋଡ଼୍ ଫିଲ୍ଅପ୍ କଲା ପରେ ଆପଣ ତଳେ ଥିବା ଅପସନ୍ରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ এই ଅପସନ୍ଟି ଆସିବ। ଆପଣଙ୍କର ପର୍ସନାଲ୍ ଡିଟେଲ୍ସ ରହିଛି। ପର୍ସନାଲ୍ ଡିଟେଲ୍ସ ସବୁ ଫିଲ୍ଅପ୍ କରିବେ। এইটি ଆପ୍ଲିକାଣ୍ଟର ନାମ ଦେବେ। ଆପ୍ଲିକାଣ୍ଟର ନାମ ହେଉଛି ଝିଅର ନାମ। ତା ଆଧାରରେ ଯେମିତି ଥିବ, ତା ବାର୍ଥ ସାର୍ଟିଫିକେଟ୍ରେ ଯେମିତି ଥିବ ସେମିତି ତାମାନେ ଲେଖିବେ। ଲେଖିଲା ପରେ ଡେଟ୍ ଅଫ୍ ବାର୍ଥ ଅଛି, ଡେଟ୍ ଅଫ୍ ବାର୍ଥରେ ଫିଲ୍ଅପ୍ କରିବେ। ଡେଟ୍ ଅଫ୍ ବାର୍ଥ ଫିଲ୍ଅପ୍ କରିସାରିଲା ପରେ ଏଠି ରହିଛି କେଉଁ କାଷ୍ଟରୁ ବିଲଙ୍ଗ କରୁଛନ୍ତି, ଗଣ୍ଡ କନ୍ଧ କେଉଁ କାଷ୍ଟରୁ ଆପଣ ବିଲଙ୍ଗ କରୁଛନ୍ତି ସେହି ସବ୍ କାଷ୍ଟଟି ଦେବେ। ନେକ୍ସଟ ଷ୍ଟେପ୍। ତାପରେ ନେକ୍ସଟ ଷ୍ଟେପ୍କୁ ଆସିଲେ ଦେଖନ୍ତୁ ପ୍ୟାରେଣ୍ଟ ଡିଟେଲ୍ସ ରହିଛି। ମା ବାପାଙ୍କ ନାମ ଦେବେ। ଏଇଠି ବାପାଙ୍କ ନାମ ଦେବେ। ବାପାଙ୍କ ନାମ ଦେଇ ସାରିଲା ପରେ ମାଆଙ୍କ ନାମ ଫିଲ୍ଅପ୍ କରିସାରିଲା ପରେ ବାପାଙ୍କର ଅକୁପେସନ୍ କ'ଣ ରହିଛି, ବାପା କ'ଣ କରନ୍ତି, এইটি ବାପାଙ୍କର ଅକୁପେସନ୍ଟା ଫିଲ୍ଅପ୍ କରିବେ। କ'ଣ କରନ୍ତି, କ'ଣ କାମ କରନ୍ତି ଏଇଠି ଲେଖିବେ। ଲେଖି ସାରିଲା ପରେ ମା କ'ଣ କରନ୍ତି, ହାଉସ୍ ୱାଇଫ୍ ଅଛନ୍ତି ନା କ'ଣ କରୁଛନ୍ତି ସେଇଟା ଲେଖିବେ। ନେକ୍ସଟ ଷ୍ଟେପ୍ ଦେଲା ପରେ ପୁଣି ଆସିବ ଆଡ୍ରେସ୍। ନିଜ ଗାଁ ନାଁ ଦେବେ। ଏଠି ପୋଷ୍ଟ ଅଫିସ୍ ଦେବେ। ପୋଷ୍ଟ ଅଫିସ୍ ପରେ ଗ୍ରାମ ପଞ୍ଚାୟତ କେଉଁଟା ଆପଣଙ୍କର ସେଇଟା ଫିଲ୍ଅପ୍ କରିବେ। ତାପରେ ପୋଲିସ୍ ଷ୍ଟେସନ୍ କେଉଁଟା ସେଇଟା ଫିଲ୍ଅପ୍ କରିବେ। ପୋଲିସ୍ ଷ୍ଟେସନ୍ର ନାଁ ଦେବେ। ପୋଲିସ୍ ଷ୍ଟେସନ୍ର ନାଁ ଦେଲା ପରେ ଆପଣଙ୍କର ବ୍ଲକ୍ କେଉଁଟା, କେଉଁ ବ୍ଲକ୍ ଆପଣଙ୍କର ସେଇଟା ଲେଖିଲା ପରେ ଷ୍ଟେଟ୍ ଓଡ଼ିଶା ହେବ। ଓଡ଼ିଶା। ତାପରେ ଜିଲ୍ଲା କଳାହାଣ୍ଡି, ଯେହେତୁ ଆପଣ କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି। କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି। ତ ଏଇଟା ସବୁ ସମ୍ପୂର୍ଣ୍ଣ ଫିଲ୍ଅପ୍ ହୋଇସାରିଲା ପରେ କ'ଣ କରିବେ, ଟିକେ ସମସ୍ତ ଫିଲ୍ଅପ୍ ପରେ ନେକ୍ସଟ ଷ୍ଟେପ୍କୁ କ୍ଲିକ୍ କରିବେ। ନେକ୍ସଟ ଷ୍ଟେପ୍ କ୍ଲିକ୍ କଲା ପରେ ଦେଖନ୍ତୁ ଏକାଡେମିକ୍ ସେକ୍ସନ୍ ଆସିଗଲା। ଦେଖନ୍ତୁ ଆପଣ କେଉଁ କ୍ଲାସ୍ରେ ନାମ ଲେଖାଇବାକୁ ଚାହୁଁଛନ୍ତି ଏଠି ଶୋ କରିବ। କ୍ଲାସ୍ 1ରେ ଆପଣଙ୍କ ଏଜ୍ ଅନୁସାରେ, ଆପଣଙ୍କ ଜନ୍ମ ତାରିଖ ଅନୁସାରେ ଦେଖାଇବ। ତାପରେ ହ୍ୱାଟ୍ସଆପ୍ ନମ୍ବରଟା ଦେଇଦେବେ। ଯଦି ହ୍ୱାଟ୍ସଆପ୍ ନମ୍ବର ସମାନ ଅଛି ସେଇ ପୁରୁଣା ନମ୍ବର ସହିତ, ତାହେଲେ କିଛି ଦେବାକୁ ପଡ଼ିବ ନାହିଁ। ତ ଆଡ଼ମିସନ୍ ସମୟରେ କ'ଣ କରିବ, ଆପଣଙ୍କର ଜାତିଗତ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ଼, ମା ବାପା ଆଉ ଛାତ୍ରୀଙ୍କର ଏବଂ ଛାତ୍ରୀଙ୍କ ପାସପୋର୍ଟ ଫଟୋ 6ଟି ଏବଂ ପିତାମାତା ଛାତ୍ରୀଙ୍କ 3 ଜଣଙ୍କର ଗୋଟିଏ ଫଟୋ, ମାନେ ଗୋଟିଏ ଜାଗାରେ ହୋଇଥିବା ଫଟୋ 6ଟି ଆପଣଙ୍କର ଲାଗିବ। ତ ସବମିଟ୍ କଲା ପରେ ଆପଣଙ୍କର ଏହି ନମ୍ବରଟିକୁ ସେଭ୍ କରିକି ରଖିବେ, ପ୍ରିଣ୍ଟ କରିକି ରଖିବେ। ନିଶ୍ଚିତ ରୂପେ ଏହି ନମ୍ବର ଯେଉଁ KISS KLS ଯେଉଁ ରହିଛି, এই ନମ୍ବରଟିକୁ ଆପଣ ନିଶ୍ଚିତ ରୂପେ ସେଭ୍ କରିକି ରଖିବେ, ନହେଲେ ପଛେ ହଇରାଣ ହେବାକୁ ପଡ଼ିପାରେ। ତ ନିହାତି ଭାବରେ ପ୍ରିଣ୍ଟ କରିକି ରଖନ୍ତୁ। ଆଜିର ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ ରୂପେ କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ନୂଆ ଦେଖୁଛନ୍ତି ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ନିଜର ଯେଉଁ ସମ୍ପର୍କୀୟ ଲୋକ ବନ୍ଧୁବାନ୍ଧବ ଅଛନ୍ତି ଏଇଟା ସେୟାର କରନ୍ତୁ। ଯଦି କେହି ବି ଯଦି ତାଙ୍କ ଘରେ ଜାଣିନଥିବେ ଏଇଟା ନିଶ୍ଚିତ ରୂପେ ଜାଣିବେ ଏବଂ ତାଙ୍କ ଝିଅକୁ କିସ୍ରେ ନାମ ଲେଖାଇବା ପାଇଁ ସେମାନେ
ସୁଯୋଗ ପାଇପାରିବେ। ତ ତେଣୁକରି ସମସ୍ତଙ୍କୁ ସେୟାର କରନ୍ତୁ ଏହି ଭିଡ଼ିଓ ନିଜ ସମ୍ପର୍କୀୟମାନଙ୍କୁ। ରହୁଛି, ନମସ୍କାର।